ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆଶା। ଚଳିତ ମାସର 18 ତାରିଖରେ ମହାରାଷ୍ଟ୍ର ରାଜ୍ୟର କୋହ୍ଲାପୁରଠାରେ ଆଉ ଏକ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆମ ରାଜ୍ୟର ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ମଧ୍ୟ ଦେଖାଦେଇଛି ଆଶାର କିରଣ। ପୂର୍ବରୁ ଦୀର୍ଘ ବର୍ଷ ହେଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ପଶ୍ଚିମ ଓଡ଼ିଶାବାସୀ ଅନେକ ଥର ଦାବି କରିବା ସହିତ ଆନ୍ଦୋଳନ ମଧ୍ୟ କରିଛନ୍ତି। କିନ୍ତୁ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ତାହା ସ୍ୱପ୍ନ ହୋଇ ରହିଯାଇଛି। ବିଗତ ଦିନମାନଙ୍କରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ପୃଥକ ପୃଥକ ଭାବରେ ହାଇକୋର୍ଟ ସ୍ଥାପନ ପାଇଁ ଦାବି କରିଆସୁଥିବା ବେଳେ ବର୍ତ୍ତମାନ କୋହ୍ଲାପୁରରେ ହେବାକୁ ଥିବା ହାଇକୋର୍ଟ ସ୍ଥାପନ ଖବର ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆଶାର ସଞ୍ଚାର ଦେଖାଦେଇଛି। ସେଥିପାଇଁ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଭିତରେ ଟଣାଓଟରା ନ କରି ସମସ୍ତ ରାଜନୈତିକ ଦଳ ସହିତ ସାମାଜିକ ସଂଗଠନ ଏକତ୍ରିତ ହୋଇ ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳରେ ସ୍ଥାନ ଚିହ୍ନଟ କରି ସେଠାରେ ହାଇକୋର୍ଟ ସ୍ଥାପନ ପାଇଁ ସରକାରଙ୍କ ପାଖରେ ଦାବି ରଖିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଚାଲିଥିବା ବେଳେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ ପାଇଁ କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ।